ଅବକାରୀ ଚଢ଼ାଉ 3 ମଦ ବେପାରୀ ଗିରଫ ଏବଂ କୋର୍ଟ ଚାଲାଣ। ନୀଳଗିରି ଅବକାରୀ ବିଭାଗର ଅତର୍କିତ ଚଢ଼ାଉରେ 3 ଜଣ ଚୋର ମଦ ବେପାରୀ ଗିରଫ ହେବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାରୁ ଜଣାପଡ଼ିଛି ଶୁକ୍ରବାର ପୂର୍ବାହ୍ନରେ ଔପଦା ବ୍ଲକ ନୀଳଗିରି ଥାନା ବାଙ୍କିପଦା ଗ୍ରାମର ଉପେନ୍ଦ୍ର ମଲ୍ଲିକଙ୍କଠାରୁ 18 ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ତରତୁଆ ଗ୍ରାମର ସବିତା ଶିଳଙ୍କଠାରୁ 15 ଲିଟର ଏବଂ ଭୀମେଇ ଗ୍ରାମର ଉପେନ୍ଦ୍ର ମଲ୍ଲିକଙ୍କଠାରୁ 24 ଲିଟର ମୋଟ 57 ଲିଟର ଦେଶୀ ମଦ ଜବତ କରିବା ସହିତ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ନୀଳଗିରି ଅବକାରୀ ରେଞ୍ଜ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ, ନୀଳଗିରି ଅବକାରୀ ଇନ୍ସପେକ୍ଟର ଜଗନ୍ନାଥ ବେହେରା, ଏଏସ୍ଆଇ ଜୟମାଧବ ଦାସ ପଟ୍ଟନାୟକ, କନେଷ୍ଟବଳ ନାହାନ ମୁର୍ମୁ ପ୍ରମୁଖ ସାମିଲ ହୋଇଥିବା ବେଳେ ସାକ୍ଷୀଙ୍କ ଉପସ୍ଥିତିରେ ପଞ୍ଚନାମା ହେବା ପରେ ସମସ୍ତ ଦେଶୀ ମଦକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ନୀଳଗିରି ମଦ ଗୋଟେ ରେଡ୍ ହେଇଛି ଆଉ କାହା ନିର୍ଦ୍ଦେଶ ରହିଥିଲା କେତେ ଲୋକ ଧରା ହେଇଛି ଆଉ ତା ବିଷୟରେ ଟିକେ ଆଜି ଆମେ ନୀଳଗିରି ଅବକାରୀ ରେଞ୍ଜର ନିରୀକ୍ଷକ ଶ୍ରୀ କେଶବଚନ୍ଦ୍ର ଦାସଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ନୀଳଗିରି ଅଞ୍ଚଳରେ ପ୍ରହରା କାର୍ଯ୍ୟ କରିଥିଲୁ ଏବଂ ସେଠାରେ ମଧ୍ୟ ରେଡ୍ କରିଥିଲୁ। ଆମେ 3 ଜଣ ଆସାମୀକୁ ଧରିଛୁ ଯାହାଙ୍କଠାରୁ 57 ଲିଟର ଦେଶୀ ମଦ ଜବତ କରାଯାଇଛି ଏବଂ ତାକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। କେଉଁ ଏରିଆରୁ ଧରା ହେଇଛି ସବୁ? ଧରାଯାଇଛି ଆମର ପ୍ରଥମ କେସ୍ଟି ହେଉଛି ଉପେନ୍ଦ୍ର ମଲ୍ଲିକ, ଯେଉଁଟାକି ହୋଇଛି ଆମର ଭୀମେଇ ଗ୍ରାମ ଅଞ୍ଚଳରେ ରହିଛି। ଆଉ ଜଣେ ଉପେନ୍ଦ୍ର ମଲ୍ଲିକ ଅଛନ୍ତି ଯିଏକି ବାଙ୍କିପଦାରେ ଅଛନ୍ତି। ଆଉ ଅଛନ୍ତି ସାବିତ୍ରୀ ଶିଆଳ ଯିଏକି ଆମର ଅଛନ୍ତି ତତ୍ତ୍ୱ, ତାଙ୍କଠାରୁ ଧରାଯାଇଛି। ଧନ୍ୟବାଦ। ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।